ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ନିଜସ୍ୱ ସମୀକ୍ଷକ ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ଆଜି ଗୋଟିଏ କଥା ଦେଖିବାକୁ ମିଳୁଛି, ସାରା ବିଶ୍ୱବର୍ଷରେ ଏହା ମଧ୍ୟ ଭାଇରାଲ୍ ହେଉଛି। କାହିଁକି ଓଡ଼ିଶା ଆଜି ଏତେ ପଛରେ କାହିଁକି? ଦେଖନ୍ତୁ, ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ହୁଅନ୍ତୁ ବା ପଛୁଆ ବର୍ଗର ସମ୍ପ୍ରଦାୟର ବ୍ୟକ୍ତି ହୁଅନ୍ତୁ, ତାଙ୍କ ଉପରେ ଆଶ୍ୱାସନା ଖୁବ୍ କମ୍ ରହିଛି। କାରଣ ଆଜି ଦେଖନ୍ତୁ, ତା'ର ନମୁନା ଭାରତବର୍ଷ ଦୀର୍ଘ 80 ବର୍ଷ ପାଖାପାଖି ହେଲାଣି ସ୍ୱାଧୀନ ହେଲାଣି, କିନ୍ତୁ ଆମେ ସେଇ ପରାଧୀନତା ଭିତରେ ଅଛେ ସମସ୍ତେ। ଜାତୀୟ ପତାକାକୁ ଖାଲି ସମ୍ମାନ ଦେଲେ ହେବନି, ଦେଶକୁ ସମ୍ମାନ ଦେବାକୁ ପଡ଼ିବ, ରାଜ୍ୟକୁ ସମ୍ମାନ ଦେବାକୁ ପଡ଼ିବ, ମାନେ ଜିଲ୍ଲାକୁ ସମ୍ମାନ ଦେବାକୁ ପଡ଼ିବ, ମାନେ ପଞ୍ଚାୟତକୁ ସମ୍ମାନ ଦେବାକୁ ପଡ଼ିବ। ୟାକୁ କ'ଣ ନେତାମାନେ ଆଜିକାଲି ବୁଝିଛନ୍ତି କି? ମୁଁ ଗୋଟିଏ ପ୍ରଶ୍ନ ପଚାରୁଛି ନେତାମାନଙ୍କୁ ମଧ୍ୟ। ଯେଉଁ ନେତା ହୁଅନ୍ତୁ, ସେ ବିଜେପି ଦଳର ହୁଅନ୍ତୁ, ବିଜେଡ଼ି ଦଳର ହୁଅନ୍ତୁ, କଂଗ୍ରେସ ଦଳର ହୁଅନ୍ତୁ, ପ୍ରକୃତ କେଉଁ ଜିନିଷଟା ଆମର ଅଭାବ ଅଛି, ସେଇ ଜିନିଷଟାକୁ ଆମେ କି ପ୍ରକାର ପୂରଣ କରିବା। ଆଜି ଦାନ ମାଝିକି ଯେବେ 2 ଅକ୍ଷର ସେ ପାଠ ପଢ଼ିଥାନ୍ତେ, ଶିକ୍ଷିତ ହୋଇଥାନ୍ତେ, ତାହେଲେ କ'ଣ ଆମର ଏହି ପ୍ରକାର ଜିନିଷ ଆଜି ବିଶ୍ୱବର୍ଷରେ ଭାଇରାଲ୍ ହେଇଥାନ୍ତା? ତାଙ୍କ ସ୍ତ୍ରୀକୁ ସେ କାନ୍ଧରେ ପକାଇକି ରାସ୍ତାରେ ଚାଲିଥାନ୍ତେ? ଆଉ ଏଇ ଯେଉଁ ବ୍ୟକ୍ତି ଜଣଙ୍କ କାଲି ସେ କହୁଛନ୍ତି କ'ଣ ନା ଆମେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ବ୍ୟକ୍ତି ବୋଲି। ସ୍ୱୟଂ ମୁଖ୍ୟମନ୍ତ୍ରୀ ନିଜେ ଅଛନ୍ତି ନିର୍ବାଚନ ମଣ୍ଡଳୀର ଦାୟିତ୍ୱରେ। ତେଣୁ ସେ ମଧ୍ୟ କାଲି ଯେଉଁ କର୍ମଟିକୁ କରିକି ସାରା ବିଶ୍ୱବର୍ଷରେ ଓଡ଼ିଶାକୁ ନିନ୍ଦିତ କରିଛନ୍ତି। ଆପଣ ଭାବୁଛନ୍ତି କି ଭଲ ଜିନିଷଟା? ଗୋଟେ ନିନ୍ଦାର ଆସ୍ଫଳନ। ଆଉ ମାନେ ତାଙ୍କୁ ସେ ଯେବେ 2 ଅକ୍ଷର ପାଠ ପଢ଼ିଥାନ୍ତେ, ଯେଉଁ ବୟସରେ ହଉ ପାଠ ପଢ଼ିଥାନ୍ତେ, ତାଙ୍କୁ ଏ ବିଷୟରେ ଯେବେ ଅବଗତ କରାଯାଇଥାନ୍ତା କି ମୃତ ପ୍ରମାଣପତ୍ରର ମାନେ କ'ଣ। କିନ୍ତୁ ମୁଁ ତ ଦେଖୁଥିଲି ଭାଇରାଲ୍ ହେଉଛି, ଯେଉଁ ପରିଚାଳକ ଜଣଙ୍କ ସେ କହୁଛନ୍ତି ଯେ ଆପଣଙ୍କର ମୃତ ପରିଚୟ ପତ୍ର ଆଣନ୍ତୁ, ତାହେଲେ ମୁଁ ଆପଣଙ୍କୁ ଟଙ୍କା ଦେଇଦେବି। ସେ ତାଙ୍କ ଗାଇଡ଼ଲାଇନ୍କି ନେଇକି କହିଛନ୍ତି। ଏହା କିଛି ଭୁଲ ଜିନିଷ ନୁହଁ, ଭୁଲ ତଥ୍ୟ ନୁହଁ। କିନ୍ତୁ ଏ ବ୍ୟକ୍ତି ଜଣଙ୍କ ତ ତାକୁ ବୁଝିପାରିନାହାନ୍ତି ନା। କ'ଣ କରୁଛନ୍ତି ଆପଣଙ୍କର ସରପଞ୍ଚମାନେ, କ'ଣ କରୁଛନ୍ତି ଆପଣଙ୍କର ୱାର୍ଡ଼ ମେମ୍ବରମାନେ, କ'ଣ କରୁଛନ୍ତି ଆପଣଙ୍କର ଆଶାକର୍ମୀମାନେ, କ'ଣ କରୁଛନ୍ତି ଆପଣଙ୍କର ହେଲ୍ଥ ଡିପାର୍ଟମେଣ୍ଟ, କ'ଣ କରୁଛନ୍ତି ଆପଣଙ୍କର ନେତାମାନେ, କ'ଣ କରୁଛନ୍ତି ଆପଣଙ୍କର MLA ମାନେ। ମୁଁ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛି, ଯେବେ ମାନେ ପ୍ରତ୍ୟେକ ସାହିରେ, ପ୍ରତ୍ୟେକ ବସ୍ତିରେ, ପ୍ରତ୍ୟେକ ପଞ୍ଚାୟତରେ ଯେବେ ଏଇଗୁଡ଼ିକୁ ସବୁ ଶିକ୍ଷା ପ୍ରଦାନ କରାଯାଆନ୍ତା, ବୃଦ୍ଧ ବୟସ୍କ ଲୋକଙ୍କୁ ବସେଇକି ବା ପିଲାମାନଙ୍କୁ ବସେଇକି ଆ ଦେହରେ ଗୋଟେ ଶିକ୍ଷା ପ୍ରଦାନ କରାଯାଆନ୍ତା, ତାହେଲେ ଓଡ଼ିଶା କ'ଣ ଏମିତିଆ ପଛକୁ ଯାଆନ୍ତା, ଲୋକ ହାସ୍ୟାସ୍ପଦରେ ପଡ଼ନ୍ତା? ନା, କିନ୍ତୁ ତାହା ଆପଣମାନେ କରୁନାହାନ୍ତି। କ'ଣ ନା ଆପଣମାନେ ଯେଉଁ ଦଳ ହୁଅନ୍ତୁ, କିଏ ମଦ ଦେଲେ, କିଏ ମାଛ ଦେଲେ, କିଏ ମାଂସ ଦେଲେ, କିଏ ଟଙ୍କା ଦେଲେ, ସବୁ ଭୋଟ ନେଲେ ତାଙ୍କ ମନକୁ କିଣିକି, ସିଏ ସବୁ ଦେଖିଲେ ସେଇଆକୁ। ତାପରେ ଆପଣମାନେ ଜିତିଗଲା ପରେ ନିର୍ବାଚନ ମଣ୍ଡଳୀକି ଯିବାଟା ଗୋଟେ ବଡ଼ କଷ୍ଟସାଧ୍ୟ ଜିନିଷ ହେଇଯାଉଛି। କାରଣ ବନ୍ୟା ହେଲେ, ବାତ୍ୟା ହେଲେ, କୌଣସି ବିପର୍ଯ୍ୟୟ ସମୟରେ ଆପଣମାନେ ଯିବେ, ଯାଇକି ସେଠି ପୁଣି ହାତ ହଲେଇବେ। ତା ପୂର୍ବରୁ ଆପଣ ଥରେ ସପ୍ତାହକୁ ଯିଏ ଥାଆନ୍ତୁ ପ୍ରଶାସନ ବିଭାଗରେ, ଯିଏ ଥାଆନ୍ତୁ ମନ୍ତ୍ରୀ ବିଭାଗରେ, ଯିଏ ଥାଆନ୍ତୁ ମୁଖ୍ୟମନ୍ତ୍ରୀ ବିଭାଗରେ, ସମସ୍ତଙ୍କୁ ମୁଁ ଏଇଟିକୁ ଅବଗତ କରୁଛି ଯେ ଆପଣମାନେ ଆଟଲିଷ୍ଟ ସପ୍ତାହକୁ 2 ଦିନ 3 ଦିନ ସମସ୍ତ MLA ମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ପଠାନ୍ତୁ, ସୁବିଧା ଅସୁବିଧା ସବୁ ବୁଝନ୍ତୁ, ଜନହିତକାରୀ କାର୍ଯ୍ୟ ସବୁ କରନ୍ତୁ, କେଉଁଠି କ'ଣ ରାସ୍ତାଘାଟର ଅସୁବିଧା ଅଛି ତାକୁ ତର୍ଜମା କରାନ୍ତୁ। ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ ଟିକେ କରନ୍ତୁ। ମୋ ଚ୍ୟାନେଲକୁ, ମୋର ହେଉଛି ପ୍ରଭୁଜୀ କ୍ରିଏସନ୍। ମୁଁ କାହାକୁ ଆକ୍ଷେପ କରି କହୁନି, ସମସ୍ତଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରୁଛି। କ'ଣ ନା ସେ ମୋଦିଜୀ ଏମିତି କଲେ, ସେ ନବୀନଜୀ ଏମିତି କଲେ, ସେ ମୋହନ ମାଝୀଜୀ ଏମିତି କଲେ, ଏଗୁଡ଼ା ସବୁ ହାସ୍ୟାସ୍ପଦ କଥା। ଆଉ ଏତେ ତ ଆପଣମାନେ କରୁଛନ୍ତି। ଇଏ ଗୋଟେ କଙ୍କାଳ ଧରିକି କେମିତି ସେ ଲୋକଟି ଯାଇକି ପହଞ୍ଚିଗଲା ବ୍ୟାଙ୍କ ଦୁଆର ମୁହଁରେ?
କେଉଁଠି ଥିଲେ? ସେ ଗାଁ ନଥିଲା, ସେଇଟା ଗୋଟେ ଗାଁରେ ସେ ବସବାସ କରୁନଥିଲା, ସେ ଗାଁରେ ସରପଞ୍ଚ ନଥିଲେ, ସେ ଗାଁରେ ନୋମିନି ନଥିଲେ, ସେ ଗାଁରେ ୱାର୍ଡ଼ ମେମ୍ବର ନଥିଲେ, ସେ ଗାଁରେ MLA ନଥିଲେ, ସେ ଗାଁରେ ମନ୍ତ୍ରୀ ନଥିଲେ, ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନଥିଲେ, ସମସ୍ତେ ଥିଲେ। କିନ୍ତୁ ଇଏ କେମିତି ଏ କର୍ମ କରିଲା? ଯେଉଁ କର୍ମଟା କରିଲା କି ଆଜିକି ଭାରତବର୍ଷ ନୁହଁ ସାରା ବିଶ୍ୱବର୍ଷରେ ଲୋକ ଦେଖୁଛନ୍ତି, ଭାରତବାସୀମାନେ ଯେଉଁଠି ଅଛନ୍ତି ଦେଖୁଛନ୍ତି, ଛି ଛି କରୁଛନ୍ତି ସବୁ ୟାକୁ ଦେଖିକି। ଏଇଟା ଗୋଟେ ହାସ୍ୟାସ୍ପଦ ଜିନିଷ, ଅଘଟନ ଜିନିଷ। ସବୁବେଳେ ଏ ଅଘଟନ ଏମିତିକା ସବୁବେଳେ ଘଟି ଆସୁଛି ଓଡ଼ିଶା ବର୍ଷରେ। କିନ୍ତୁ ଆମର ନେତାମାନେ, ମନ୍ତ୍ରୀମାନେ, ମୁଖ୍ୟମନ୍ତ୍ରୀମାନେ, ପ୍ରଧାନମନ୍ତ୍ରୀ ଯିଏ ଆସୁଛନ୍ତି, ସେ ସବୁବେଳେ ଡିମଡିମା ପିଟୁଛନ୍ତି। ଓଡ଼ିଶା 1 ନମ୍ବର ହେଇଗଲା, ଓଡ଼ିଶା 2 ନମ୍ବର ହେଇଗଲା, ଓଡ଼ିଶା 4 ନମ୍ବର ହେଇଗଲା, କିଏ କହୁଛି 42 ନମ୍ବରକୁ ପଳେଇଲା, କିଏ କହୁଛି 10 ନମ୍ବରକୁ ପଳେଇଲା। କାହିଁକି ଏଗୁଡ଼ା ସବୁ ଆପଣମାନେ ଲୋକଙ୍କୁ ବାଜ୍ୟ କଥା କହୁଛନ୍ତି? ଏଗୁଡ଼ା କିଛି ନାହିଁ। ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟରେ ଯେବେ ପରିବର୍ତ୍ତନ ହୁଏ, ସ୍ୱାସ୍ଥ୍ୟ ମାନେ କ'ଣ ଆପଣ ବୁଝିପାରୁଥିବେ, ଖାଇବା ପିଇବା ସବୁ ଜିନିଷ ଉପରେ। ଆଉ ଶିକ୍ଷା, ପ୍ରଥମେ ହେଲା ଶିକ୍ଷା ଯଦି ପରିବର୍ତ୍ତନ ହୁଏ ତାହେଲେ ଓଡ଼ିଶା ଭାବୁଛି ଆଗେଇ ପାରିବ। ଦେଖୁଥିଲି ଏଇ ପଶ୍ଚିମବଙ୍ଗର ଯେଉଁ ହେଉଛି ଏବେ ଇଲେକ୍ସନ୍, ସିଏ କହୁଛି ମୁଁ ଜିତିବି, ଇଏ କହୁଛି ମୁଁ ଜିତିବି, ସିଏ କହୁଛି ମୁଁ ଜିତିବି। କିନ୍ତୁ ବାବା, ପ୍ରକୃତ ଯିଏ କାମ କରିଥିବ ସେମାନେ ତାକୁ ଭୋଟ୍ ଦେବେ। ସେ ପଶ୍ଚିମବଙ୍ଗଳା, ଆଉ କିଏ ନୁହଁ। ତେଣୁ ସେ ଯାହାକୁ ତାଙ୍କର ବ୍ରେନ୍ ସବୁବେଳେ କାମ କରେ। କାରଣ ଆପଣମାନେ ସବୁବେଳେ କହୁଛନ୍ତି, ଡିମଡିମା ପିଟୁଛନ୍ତି କ'ଣ ନା ଆମେ ଚାକିରି ଦେବୁ, ଏଇଟା ଦେବୁ, ସେଇଟା ଦେବୁ। ବାବୁ, ଚାକିରିଆମାନଙ୍କୁ ଲେସନ୍ ବି ମଧ୍ୟ ଦିଆଯାଉ। ଯେଉଁମାନେ ଯେଉଁଠି ଭୁଲ କରୁଛନ୍ତି ତାଙ୍କୁ ମଧ୍ୟ ପନିସମେଣ୍ଟ, ପୁରା ସସ୍ପେଣ୍ଡ କରିବା କଥା, ଡିସମିସ୍ କରିଦେବା କଥା, ସେମିତି କରାଯାଉ। ଆଉ ଇଏ ହେଉଛି ଶାସନ, ଆପଣମାନେ ତାହା କରୁନାହାନ୍ତି। ମାନେ ଚୋରକୁ କହୁଛନ୍ତି ଚୋରି କର, ପୋଲିସକି କହୁଛନ୍ତି ଧର, ନେତା ହିସାବରେ କହୁଛନ୍ତି କ'ଣ ନା ତାକୁ ଛାଡ଼ିଦେ, ସିଏ ମୋ ଲୋକ। କାହିଁକି ଏ ପ୍ରକାର ସବୁ ରାଜନୀତି ଆପଣମାନେ କରୁଛନ୍ତି? ଦେଶ ଭ୍ରଷ୍ଟ ହେବ, ଦେଶ ଶେଷ ହେବ, ଦେଶର ପରିସମାପ୍ତି ବେଳ ଆସିବ। ଦେଶକୁ ସବୁବେଳେ ଅନ୍ୟ ଦେଶମାନେ ଆଖିଠାର ମାରିବେ, ଘୃଣ୍ୟ ଚକ୍ଷୁରେ ଦେଖିବେ। ତାକୁ ଆପଣମାନେ ଚିନ୍ତା କରୁନାହାନ୍ତି। କାରଣ ଓଡ଼ିଶାକୁ ମୁଁ ଗୋଟିଏ କଥା କହୁଛି, ଆପଣମାନେ ଶୁଣିବେ ନ ଶୁଣିବେ ଏହା ହେଉଛି ଆପଣଙ୍କର ବିଚାର। କିନ୍ତୁ ଓଡ଼ିଶା ସବୁବେଳେ ପଛରେ ଅଛି, କେତେବେଳେ ସେ ଆଗ ଧାଡ଼ିକୁ ଯାଇନାହିଁ। ଆପଣମାନଙ୍କର ଏଇସବୁ ଭ୍ରମ ଧାରଣା। କାରଣ ଆଜି ବି ଓଡ଼ିଶାରେ ଲୋକ ଅଛନ୍ତି, ମାନେ ଆମ୍ବ ଟାକୁଆ ଖାଉଛନ୍ତି, ମୂଷା ମାରିକି ଖାଉଛନ୍ତି, ସାପ ମାରିକି ଖାଉଛନ୍ତି, ଗୋଧି ମାରିକି ଖାଉଛନ୍ତି, ଏବଂ ମାନେ ଜଙ୍ଗଲ ଜିନିଷ ସବୁ ନଷ୍ଟ କରୁଛନ୍ତି, ଏବଂ ତାଙ୍କୁ ଶିକ୍ଷାଗତ ଯୋଗ୍ୟତାର ଅଭାବ। ତେଣୁ ପ୍ରଥମେ ଏହା ଉପରେ ଆପଣମାନେ ତର୍ଜମା କରନ୍ତୁ ଏବଂ ଶିକ୍ଷା କେମିତି ଅଗ୍ରଗତି କରିପାରିବ, ଓଡ଼ିଶାର ସମସ୍ତ ଜନସାଧାରଣ ଶିକ୍ଷାରେ ଆଗେଇ ପାରିବେ। ଶିକ୍ଷା ହେଲେ ସବୁ ଜିନିଷ ଆପଣଙ୍କର ହେବ। କାରଣ ସେ ଦେଖୁଥିଲି ମୁଖ୍ୟ ପରିଚାଳକ ଜଣଙ୍କ ସାମ୍ନାକୁ ଆସିକି ମିଡ଼ିଆ ସାମ୍ନାକୁ କହୁଛନ୍ତି କ'ଣ ନା, ମୁଁ ତାଙ୍କୁ କହିଲି ମରିବାର ପ୍ରମାଣପତ୍ର ଆପଣ ନେଇକି ଆସନ୍ତୁ, ତାପରେ ଆପଣଙ୍କୁ ଆମେ ପଇସା ଦେବୁ। ଆଉ ସେ ତ ମରିବାର ପ୍ରମାଣପତ୍ର ବିଷୟରେ କିଛି ଜାଣିନାହିଁ, ଆଉ ତାର ଶିକ୍ଷାଗତ ଯୋଗ୍ୟତା ନାହିଁ। ତେଣୁ ସିଏ ତାକୁ ଗଲା, ସିଧା ମାଟି ଖୋଳିଲା, ଯେଉଁଠି ଭଉଣୀ ପୋତା ହେଇଥିଲା ତାକୁ ଟେକିକି ଆଣିଲା, ଶୁଆଇଦେଲା ବ୍ୟାଙ୍କ ଦୁଆର ମୁହଁରେ। ଯେ ବାବୁ, ସେଥିରେ ତାର ମାନେ ଦୋଷଟା ରହିଲା ସେ ଲୋକର କେଉଁଠି? ପ୍ରଶାସନ ବିଭାଗ ମଧ୍ୟ ଥିଲେ, ମୁଁ ଦେଖୁଥିଲି ସେ ଗେଟ୍ ପାଖରେ, ସେମାନେ ବି ମଧ୍ୟ ତାଙ୍କୁ ବୁଝାଉଥାନ୍ତି। ବୁଝିଲା ବେଳକୁ ଆଉ କ'ଣ ଥାଏ? ବୁଝିଲା ବେଳକୁ ତ ସମ୍ମାନ ପଳେଇଲାଣି, ଓଡ଼ିଶାର ସମ୍ମାନ ପଳେଇଲାଣି। ତେଣୁ ଆପଣମାନେ ସେଇ ଜିନିଷକୁ ଟିକେ ବଦଳାଇବାକୁ ଚେଷ୍ଟା କରନ୍ତୁ। ପ୍ରଥମେ ହେଉଛି ଶିକ୍ଷା, ତାପରେ ସ୍ୱାସ୍ଥ୍ୟ। ଇଏ ପରିବର୍ତ୍ତନ ହେଲେ ମନକୁ ଗମନାଗମନ ପରିବର୍ତ୍ତନ ହେଇଯିବ। ଜଣଙ୍କର ଯେବେ ବୁଦ୍ଧି ଥାଏ, ତା ରାସ୍ତା, ତା ଦୁଆର ମୁହଁରେ ରାସ୍ତାଟା ଯେବେ ପତଳା ହେଇଛି, ସେଟାକୁ ମୋଟା କେମିତି କରିବ ସେଟାକୁ ଚିନ୍ତା କରିବ। ଆଉ ଆପଣମାନେ ଯେଉଁ ଚାକିରି କରିଛନ୍ତି, ଆପଣମାନେ ହେଉଛନ୍ତି ସମସ୍ତେ ପବ୍ଲିକ୍ ସର୍ଭେଣ୍ଟ। ପବ୍ଲିକମାନଙ୍କୁ ମାନେ ଆଗକୁ ଆଗେଇ ନେବା ପାଇଁ, ପବ୍ଲିକମାନଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ, ପବ୍ଲିକମାନଙ୍କ ସୁଚାରୁ ରୂପେ ଚଳାଇବା ପାଇଁ ଆପଣମାନେ ସବୁ ଏଡ଼େ ଏଡ଼େ ବଡ଼ ପଦବୀରେ ବସିଛନ୍ତି, ଭୁଲି ଯାଉଛନ୍ତି। କିନ୍ତୁ ଏଇ ପବ୍ଲିକ ଦିନେ ଯେଉଁଦିନ ରାଗିବେ,
ସେଇଦିନ ଆପଣମାନଙ୍କର ସବୁ ରଙ୍ଗ ବାହାରିଯିବ। ଜୟ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ଆକୁ ମୁଁ ୟୁଟ୍ୟୁବ୍ ମାଧ୍ୟମରେ ପଠାଉଛି ପ୍ରଭୁଜୀ କ୍ରିଏସନ୍ରେ। ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଶିକ୍ଷା, ସ୍ୱାସ୍ଥ୍ୟ ଆମର ଦେଶର ହେଉଛି ଭବିଷ୍ୟତ। ପ୍ରଥମେ ନେତାମାନଙ୍କୁ ମୁଁ ନିବେଦନ କରିବି, ସମସ୍ତ ଦଳର ବ୍ୟକ୍ତିମାନଙ୍କୁ ନିବେଦନ କରିବି, ଆପଣମାନେ ସ୍ୱାସ୍ଥ୍ୟ ଆଉ ଶିକ୍ଷା ଏଇ ଦୁଇଟା ଜିନିଷ ଉପରେ ନିଘା ଦିଅନ୍ତୁ। ନିଶ୍ଚୟ ଦେଶ ପରିବର୍ତ୍ତନ ହେବ। ବାବୁ, ଜଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲେ ସେ ସବୁ ଜିନିଷକୁ ବୁଝିପାରିବ। ଆଉ ଜଣଙ୍କର ସ୍ୱାସ୍ଥ୍ୟଗତ ଯେବେ ଅବସ୍ଥା ଠିକ୍ ଥାଏ, ଖାଦ୍ୟପେୟ ଭଲମନ୍ଦ ନାନାଦି ପ୍ରକାର, ସେ ତ ସବୁ ଜିନିଷକୁ ସୁଚାରୁ ରୂପେ କରିପାରିବ। ସେ ରାସ୍ତାଘାଟ ହେଉ, କମ୍ପ୍ୟୁଟର ହେଉ, ବା ଆପଣଙ୍କର ରାଜନୈତିକ ବ୍ୟକ୍ତି ହେଉ କି ଦେଶ ସେବା ହେଉ, ସବୁକିଛି କରିପାରିବ। କିନ୍ତୁ ବାଚଳାମୀ ହେଲେ କିଛି ହେବନି। କାରଣ କଥାରେ ଅଛି କ'ଣ, ଋଣକର୍ତ୍ତା ପିତା ଶତ୍ରୁ, ମାତା ଚ ବ୍ୟଭିଚାରିଣୀ, ଭାର୍ଯ୍ୟା ରୂପବତୀ ଶତ୍ରୁ, ପୁତ୍ର ଶତ୍ରୁ କୁପଣ୍ଡିତ। ୟାକୁ ନେତାମାନେ ନିଶ୍ଚୟ ବୁଝିବେ। ଜୟ ଶ୍ରୀ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ଆକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବେ। ଜୟ ଜଗନ୍ନାଥ।